कौन करुछंती पुलिस अधिकारी कोठी रेप हेलानी तो कोठी मारिकी फिंगी देलेनी खंड खंड कर काटी देले माफिया बालियंता ठारे भी आहुरी विभत्स मर्डर सारा राज्य कंपिला वीडियो हेला भाइराल किभଳି लोके पिटी पिटी जनक मारिदेले सारा दुनिया देखिला हेले विडंबनार विषय बालिगंता बर्बर कांडरे कमिशनरेट पुलिस जो मामला रुजु करिछि ସେଥିରେ ହତ୍ୟାର ଦଫା ଲାଗି ନାହିଁ। ଜଘନ୍ୟ ମାମଲାକୁ ଦୁର୍ବଳ କରିବା ପାଇଁ ଏଭଳି କରାଯାଇଛି କି ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଥିବା ବେଳେ ସ୍ପଷ୍ଟୀକରଣ ରଖିଛନ୍ତି କ୍ରାଇମବ୍ରାଞ୍ଚ ଡିଜି। मॉब लिंचिंग गोटे स्पेसिफिक सेक्शन अच्छी तार गोटे विशेष परिस्थिति रे लगा जाए आमर जे भारतीय न्याय संहिता रे आगु सुप्रीम कोर्ट जजमेंट हिसाब रे कहा हिला तापरे भारतीय न्याय संहिता रे आर स्पेसिफिक प्रोविजन करा हिची सेत्रे कहा होची जे मॉब लिंचिंग हब जदि 500 अधिक लोक काहाकू रेस कास्ट कम्युनिटी सेक्स प्लेस ऑफ बर्थ लैंग्वेज और पर्सनल बिलीफ जोगु वायलेंस करिथिबे। बालिगंता भिडियो हत्याकांड मामलाରେ पुणी सामनाକୁ ଆସିଛି କମିଶନରେଟ୍ ପୁଲିସଙ୍କର ସନ୍ଦେହଜନକ ଭୂମିକା। ମୃତ୍ୟୁ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ବାପା ଅଧିଶାସନ ସ୍ୱାଇଁଙ୍କ ଅଭିଯୋଗ ଆଧାରରେ ବାଲିଗନ୍ତା ଥାନାରେ ମାମଲା ରୁଜୁ ହୋଇଛି ସତ ହେଲେ ଏଫଆଇଆରରେ ବି ବିଏନ୍ଏସ୍ 103 ବା ମବ୍ ଲିଞ୍ଚିଂର ଦଫା ଲାଗି ନାହିଁ। ପୁଲିସ ସାମ୍ନାରେ ଘଟଣା ଘଟିବାକୁ ନେଇ କମିଶନରେଟ୍ ପୁଲିସ ସମାଲୋଚନାର ସରବ୍ୟ ହୋଇଥିବା ବେଳେ ଏବେ ମବ୍ ଲିଞ୍ଚିଂ ଦଫା ନ ଲାଗିବାକୁ ନେଇ ପୁଣି ସନ୍ଦେହ ସୃଷ୍ଟି ହୋଇଛି। ବାଲିଅନ୍ତାରେ ସୌମ୍ୟରଞ୍ଜନ ହତ୍ୟା ମାମଲାରେ ଆଉ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। ମାମଲାରେ ଗିରଫଦାରୀ ସଂଖ୍ୟା 12କୁ ବୃଦ୍ଧି ପାଇଲା। ଦ୍ୱିତୀୟ ଦିନରେ ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ। ବାଲିଅନ୍ତା ଜିଆର୍ପି କନେଷ୍ଟବଳ ସୌମ୍ୟରଞ୍ଜନ ହତ୍ୟା ମାମଲାରେ ଆଉ ଜଣେ ଗିରଫ। ତଦନ୍ତ ଦାୟିତ୍ୱ ନେବା ପରେ କ୍ରାଇମବ୍ରାଞ୍ଚ ଜଣଙ୍କୁ ଗିରଫ କରିଛି। ଏହା କ୍ରାଇମବ୍ରାଞ୍ଚର ପ୍ରଥମ ଗିରଫଦାରୀ। ମାମଲାରେ ଏପର୍ଯ୍ୟନ୍ତ 12 ଜଣଙ୍କୁ ଗିରଫ କଲାଣି ପୋଲିସ। ଭାଇରାଲ ଭିଡିଓ ଆଧାରରେ ଅନ୍ୟମାନଙ୍କୁ ଖୋଜିଛି କ୍ରାଇମବ୍ରାଞ୍ଚ। ପୂର୍ବରୁ 11 ଜଣଙ୍କୁ ଗିରଫ କରି ଝାରପଡ଼ା ଜେଲ୍ ପଠାଇଥିଲା ପୋଲିସ। ଏବେ ତୃତୀୟ ଦିନରେ ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ। ସେପଟେ ନୟାଗଡ଼ ଓଡ଼ଗାଁରେ ଯୁବକଙ୍କୁ ହାଣିଦେଲେ ଖଣି ମାଫିଆ। ପୋଲିସକୁ ଜଣାଇବାରୁ ଯୁବକଙ୍କୁ ହତ୍ୟା ଅଭିଯୋଗ। ଯୁବକଙ୍କ ହାତ ହାଣି ନିର୍ମମ ହତ୍ୟା। ନ୍ୟାୟ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ। ନୟାଗଡ଼ରେ ଖଣି ମାଫିଆଙ୍କ ଆତଙ୍କ। ରାସ୍ତା ଉପରେ ଯୁବକଙ୍କୁ ହାତ କାଟି ହତ୍ୟା କଲେ ଖଣି ମାଫିଆ। ଓଡ଼ଗାଁ କଦଳୀ ବନ୍ଧରେ ଜଣେ ଯୁବକଙ୍କୁ ଖଣି ମାଫିଆଙ୍କୁ ନିର୍ମମ ହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ଶରୀରର ଅନେକ ସ୍ଥାନରେ କ୍ଷତ ଚିହ୍ନ ରହିଛି। ବାମ ହାତ ସମ୍ପୂର୍ଣ୍ଣ କାଟି ଦେଇଛନ୍ତି। କୁହାଯାଉଛି ଯେ ଚୋରା ମାଙ୍କଡା ପଥର ଖଣିକୁ ବିରୋଧ କରି ଆସୁଥିଲେ ସ୍ଥାନୀୟ ଲୋକେ। ଗତକାଲି ମାଙ୍କଡା ପଥର ବୋଝେଇ ଗାଡ଼ିକୁ ଅଟକାଇ ପିସିଆରକୁ ଖବର ଦେଇଥିଲେ ଜଣେ ଯୁବକ। ଏହାକୁ ନେଇ ଖଣି ମାଫିଆ ଆକ୍ରମଣ କରିଥିଲେ। ଏଥିରେ ଯୁବକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ସେପଟେ ନ୍ୟାୟ ଦାବିରେ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି। ନୟାଗଡ଼ ଓଡ଼ଗାଁ ରାସ୍ତାରେ ସହସ୍ର ସଂଖ୍ୟାରେ ଗାଡ଼ି ମଟର ଅଟକି ରହିଛି।